हाय सांग मैंने गुड मॉर्निंग सकाळ सकाळ आपण मानक आम ब्लॉग रे स्वागत चलतु आज गोटे नुआ वीडियो स्टार्ट करवा आ सकाळ सकाळ देखो मो रोसईवास स्टार्ट करदे कहीं रोसईवास स्टार्ट करदे ही आम हूँ खाई जीवु आम भावुँ तापर देखो ये रोसईवास स्टार्ट हो गला सब खियापिया सरीगला आ सुंदरी ये देखो तार शोई पड़ा सुंदरी आमर हूँ कौन है ଏବେ ତାର ଶୋଇବା ଡ୍ୟୁଟି ହେଇଗଲା। ମୁଁ ଏବେ ଜିନିଷପତ୍ର ବାଗାବାଗି କରିଦେଲିଣି କାହିଁକିନା ହେଉଛି ଆମକୁ ଯିବାର ଅଛି ଘରକୁ କାଲି ସକାଳୁ, ତ ସେଥିପାଇଁ ରାତିରେ ସବୁ ଜିନିଷପତ୍ର ପ୍ୟାକ୍ କରିଦେଲିଣି ଯିବା ପାଇଁ। କାହିଁକିନା ଆପଣମାନେ ଜାଣିଥିବେ ଯେଉଁ କହୁଥିଲେ ଛୁଆ ମା ମୋର ଚାଲିଗଲେ ତାଙ୍କର ହେଉଛି ଶୁଦ୍ଧିକ୍ରିୟା ଅଛି, ତ ଇଏ ତ ଯାଇପାରିବେନି, ତାଙ୍କ ଦେହ ଖରାପ, ତ ପୁଅର ମୋର ଯାହା ବି ହେଲେ ଯିବାକୁ ପଡ଼ିବ। ସେଥିପାଇଁ ସବୁ ମୁଁ ଜିନିଷପତ୍ର ପ୍ୟାକିଂ କରିଦେଇଛି କାହିଁକିନା ଶୀତ ଦିନ ହେଇଗଲାଣି, ଜିନିଷପତ୍ର ହେଉଛି ନ ନେଇକି ଗଲେ ହେଉଛି ଅସୁବିଧା ହେବ। ଆଉ ଦେଖନ୍ତୁ ଝିଅ ତାର ଯେତିକି ଜିନିଷ ନଥିଲା ୟାଙ୍କୁ ଜ୍ୱର ବୋଲି ଯାଇପାରୁନାହାନ୍ତି, ସେ ସେଥିପାଇଁ ଅନଲାଇନରେ ବିଗ୍ ବାସ୍କେଟରୁ କ'ଣ ସବୁ ତେଲ ଅଟା ଆଉ ଟିକେ ମହୁ ସରି ଯାଇଥିଲା, ତ ମହୁ ବି ମଗେଇଦେଲା କାହିଁକିନା ପୁଅ ହେରିକା ଖାଉଛନ୍ତି ତୁଳସୀ ମହୁ ପତ୍ର। ଆଉ ତାପରେ ଇଏ ଦେଖନ୍ତୁ ସକାଳ ହେଇଗଲା, ଇଏ ଆମକୁ ବସ୍ରେ ଛାଡ଼ିବାକୁ ପଳେଇ ଆସିଲେ। ଆଉ ଇଏ ପୁଅ ତାର ତାଙ୍କୁ ବାଏ ବାଏ କରିଦେଉଛି ବସ୍ରେ। ଫାର୍ଷ୍ଟ ଟାଇମ୍ ପାଇଁ ମୁଁ ପୁଅକୁ ଏକୁଟିଆ ବସ୍ରେ ନେଇକି ଯାଉଛି। ହେ ଭଗବାନ, ସେ ଏତେ ଇରିଟେଟ୍ କଲା ଆପଣ ବିଶ୍ୱାସ ବି କରିପାରିବେନି। ଖାଲି କହିଲା ମୁଁ ବସ୍ରୁ ଓହ୍ଲେଇ ଯିବି, ମାମା ବାବାକୁ ଡାକ ଆମେ ବାଇକ୍ରେ ବରଂ ପଳେଇବା, ବସ୍ରେ ଯିବାନି। ଆଉ କେତିକି ବେଡ଼ିଂ ଦେଖନ୍ତୁ ମୋର 4ଟା, ଆଉ ମୋ ସ୍ଲାଇଂ ବ୍ୟାଗ୍ ଲଗେଇ 5ଟା ବ୍ୟାଗ୍ ମୁଁ ନେଇକି ଯାଉଥିଲି ଘରକୁ, ତ ସେଥିପାଇଁ ବହୁତ ବି ଇଏ ହେଇଗଲା। ଆଉ ମୁଁ ଫାର୍ଷ୍ଟ ଟାଇମ୍ ପାଇଁ ମୁଁ ବି ଜାଣିନଥିଲି ଜୁଡ଼ିଓ ବାଦାମବାଡ଼ିରେ ଖୋଲିଗଲାଣି, କେବେଠୁ ଖୋଲିଥିବ ମୁଁ ଜାଣିନି, ତ ମୁଁ ଆଉ ଦେଖିନଥିଲି। ତ ଜୁଡ଼ିଓରୁ ଆସିକି ପୁଅର ବି କିଛି ଡ୍ରେସ୍ ନେବା ଆମେ କହୁଥିଲୁ, ମାନେ ଦେଖନ୍ତୁ ଏବେ ସେ କ'ଣ ହେଉଛି, ମାନେ ପୁରା ଛିଡ଼ା ହେଇଗଲାଣି ବସ୍ରେ, ସେ ପୁରା ଛିଡ଼ା ହେଇଗଲାଣି। ଆଉ କ'ଣ କରିବୁ ଦେଖାଯାଉ, ଆମେ ଯାଇକି କେମିତି ଘରେ ପହଞ୍ଚିଗଲେ ମୋ ଚିନ୍ତା ଯିବ। ତାପରେ ଦେଖନ୍ତୁ କୁନାନୀ ପାଣି କହିଲୁ ଆମ ସହିତ ଚଢ଼ିଗଲା, ଆମେ ସବୁ ଅଟୋ କରିକି ଘରକୁ ପଳେଇଲୁ। ଘରେ ତାପରେ ସେଟା 9 ଦିନ ଥିଲା, ଖିଆପିଆ ସାରିଲା ପରେ ଟିକେ ଆସିକି ଦେଖନ୍ତୁ ଏଠି ସବୁ ଶୋଇ ପଡ଼ୁଛୁ। ହେଉଛି 10 ଦିନ ମାନେ ସକାଳର ଭିଡ଼ିଓ, ମାନେ ତୁଠରୁ ଆସିସାରିଲା ପରେ। ଆଉ ଏଠି ଯେଉଁ ମାର୍ଜନା 10 ଦିନରେ ବି ଆମର ମାର୍ଜନା ହୁଏ, ପୁଣି 11 ଦିନରେ ବି ମାର୍ଜନା ହୁଏ। ମୋ ପାଇକି ଯେଉଁ କୁହନ୍ତି 10 ଦିନରେ ଆମର ଏବେ ମାର୍ଜନା ଅଳ୍ପ ହୁଅନ୍ତି, ଯେଉଁ ମାନେ ଅଳ୍ପ କ'ଣ ପୁଅ ପିଲାମାନେ ପଇତା ନିଅନ୍ତି, ଆଉ ସ୍ତ୍ରୀ ଲୋକମାନେ ଏମିତି ଟିକେ ଚନ୍ଦନ ଫନ୍ଦନ ଦେଇ କ'ଣ ଦିଅନ୍ତି। ତାପରେ ପୁଣି କାଲି ମୁଁ ତ ଠିକ୍ ସେ ଜାଣିନି। ତାପରେ ଏଟା ନେଇସାରିଲା ପରେ ଜଳଖିଆ ଖାଇବେ, ତାପରେ ଯାଇକି କ'ଣ ହେବ ନା ଯେଉଁ 10 ଭାତ ରନ୍ଧା ହେବ, ଦଶା ଯେଉଁ କୁହାଯାଏ ତାକୁ ରନ୍ଧା ହେବ। ଆକ୍ଚୁଆଲି ସମସ୍ତେ ନିଜ ନିଜ ଇଏରେ ମନ ଦୁଃଖ, କିନ୍ତୁ କେହି କାହାକୁ ବି କେହି କହୁନାହାନ୍ତି। ସମସ୍ତେ ନିଜେ ନିଜେ, କାହିଁକିନା ଆମେ ମାନେ କାନ୍ଦିଲା ବେଳକୁ ଟୁକୁନା କି ମିଲି ଭାଉଜ କି ରାଜନା ମାନେ ସେମାନେ ବେଶୀ ମନ ଦୁଃଖ କରି କାନ୍ଦୁଛନ୍ତି, ଗାଡ଼ୁଆ ବି କାନ୍ଦୁଛନ୍ତି। ସେଥିପାଇଁ ଆମେ ତାଙ୍କୁ ଯେତେ ଚେଷ୍ଟା କରି ମାନେ ହସିବାକୁ ଚାହୁଁଛୁ, କାହିଁକିନା ଆମେ ବହୁତ ଲୋକ ହେଇଗଲା ବେଳକୁ ଜଣା ବି ପଡ଼ୁନି ଯେ ଛୁଆମା ନାହାନ୍ତି ବୋଲି। ଆମକୁ ଲାଗୁଛି ଯେ ସେମାନେ ସେ କୁଆଡ଼େ ଯାଇଛନ୍ତି, ହଁ ଆସିବେ, କି ସେ ସବୁବେଳେ ସାଇଲେଣ୍ଟ ଥାନ୍ତି, ସେଥିପାଇଁ ଆମେ ସେୟା ଭାବୁଥିଲୁ। କିନ୍ତୁ ଯାହା ବି ହଉ, ଆଉ ଯେଉଁଟା ଆମ ସତ ମାନିବାକୁ ପଡ଼ିବ, ସେଇଥିରେ ଆମର ମାନେ ଆମେ ସବୁବେଳେ ମଜା କରିକି ତାଙ୍କୁ ଖୁସିରେ ରଖିବାକୁ ଚାହୁଁଛୁ। ତାପରେ ଏଠି ଦେଖନ୍ତୁ ଆମେ ହେଉଛି ମାନେ ସେ ପୁଅ ପିଲା ହେଇସାରିଲା ପରେ ଆମେ ଏଠି ସ୍ତ୍ରୀ ଲୋକମାନେ ସବୁ ହେଉଛୁ। ସ୍ତ୍ରୀ ଲୋକମାନେ ଯାହା ଯେମିତି ଟିକେ ଛିଞ୍ଚିବା କଥା ସବୁ ଛିଞ୍ଚୁଛନ୍ତି। ଆଉ ସେଇଠି ଆମେ ସେଇଥିରେ ବି ଆମର ମାନେ ସମସ୍ତେ ଯେତିକି ଥିଲେ ଆମର ବହୁତ, ଆଉ ଆମର ନାଗସାହି ମାନେରେ ବି ଆମର ସବୁ ଭାଇରେ ଅଛନ୍ତି, ସେମାନେ ଆସିନାହାନ୍ତି। ସେଠିକି ବି ନନା ଯାଇକି ସେଠି କରୁଛନ୍ତି, ନନା ହେଠିକି ପଳାଉଛନ୍ତି, ଆଉ ଏଠିକି ବି ଆସିଛନ୍ତି, ଆମର ସବୁ ହେଉଛି। ତାପରେ ଏଠି ଦଶା ରୋଷେଇ ହେବ, ଦଶା ରୋଷେଇ ହେଲେ କି ହେବ। ଏଠି ଦେଖନ୍ତୁ ଆମେ ସମସ୍ତେ ବସିକି ଜଳଖିଆ ଖାଉଛୁ, ମାନେ ଯେଉଁ ମାନେ ପୂଜାପୂଜି ସରିଲା ପରେ ଜଳଖିଆ ଖାଉଛୁ, ମାନେ ଜଳଖିଆ ସମସ୍ତଙ୍କ ପାଇଁ ଏକା ସାଙ୍ଗରେ ସେଠି ଚକୁଡ଼ା ଯାଉଛି, ଆଉ ସମସ୍ତେ ଖାଉଛନ୍ତି, ଚୂଡ଼ାମୁଡ଼ି ଜଳଖିଆ ଖାଉଛନ୍ତି। ମୁଁ ଏଠି ଟୁକୁରାନା ବସିଛି, ଆଉ ସମସ୍ତେ ଏମିତି ଚାଲିଛି।
କ'ଣ କରିବ ମାନେ ସମସ୍ତେ ଅଛନ୍ତି ବୋଲି କିଛି ଲାଗୁନି, ଏକୁଟିଆ ହେଇଗଲେ ସମସ୍ତଙ୍କୁ ମାନେ ସେଗୁଡ଼ା ମନେ ପଡ଼ିବ। ଏଠି ସବୁ ଘୋ ଘା ଚାଲିଛି, ମାନେ ବିଶ୍ୱାସ କରିବେନି ଯେମିତି ଲାଗୁଛି ଗୋଟେ ବାହାଘର କାହାର ହେଉଛି କି। ଆଉ ଆମ ଟୁକୁନାନା ବି କହିଛି, ମାନେ ସତ କଥା କହୁଛି, ମାନେ ସିଏ କହୁଛି କି ଆମର ଫଟୋ ଉଠା ହେବ, ଭିଡ଼ିଓ କ୍ୟାମେରା ହେବ, ସବୁ ହେବ, ମୋ ବୋଉର ବାହାଘର ହେଉଛି, ମୁଁ ସବୁ କରିବି। ତା ମନକୁ ଯେମିତି ତାକୁ ଭଲ ଲାଗୁଛି ସେମିତି ସିଏ କହିଛି। ଆଉ ଇଏ ହେଉଛି ଏଇ ଯେଉଁ ମୋ ପାଖରେ ଯିଏ ସାଇଡ଼ରେ ସିଏ ଆଇଛି, ସେ କିଟି, ମାନେ ଯେଉଁ ଛୁଆ ଗଲେ ତାର ଗୋଟେ ବୋଲି ସେ ନାତୁଣୀ ଥିଲା। ଆଉ ମାନେ ମାନେ ସେଇ ଯେଉଁ ତାଙ୍କର 3ଟା ପୁଅ, ସେ ବଡ଼ ନନାର ନାତୁଣୀ। ଆଉ ଆମେ ଏଠି ସବୁ ଦେଖନ୍ତୁ ବସିକି ସମସ୍ତେ ଧାଡ଼ି ହେଇକି ବସିଯାଇଛୁ, ସ୍ତ୍ରୀ ଲୋକ ଜଳଖିଆ ଖାଇବା, ପୁଅ ପିଲାମାନେ ସେଠି ବସିଯାଇଛନ୍ତି, ସ୍ତ୍ରୀ ଲୋକମାନେ ଏଠି ବସିକି ଖାଇଦେଉଛନ୍ତି। ଏମିତି ଘୋ ଘା ଚାଲିଛି। ଆଉ ଆପଣମାନେ ଦେଖନ୍ତୁ କେମିତି ଘୋ ଘା ଚାଲିଛି। ପଳେଇଲି ବୋଉ ଗୋଟେ ଏଇ କରୁଥିବା ଟୁକୁନାନାକୁ ଦେମି ସବୁ ଯେଉଁ କ'ଣ କ୍ୟାମେରା ହେବ। 10 ସେଠି ରନ୍ଧା ହେଇଥିବା ଝିଅ ଛୁଆ ଯାଆନ୍ତି। ଆଉ ଏଠି ବୁଲା ପାଇଁ ଆମର ଝାଡ଼ୁ ମାରୁଛି। ତାପରେ 11 ଦିନ ଦେଖନ୍ତୁ ମୁଁ ଏଠି ଗଲି ଯେଉଁ ଧାମନଗର ଦୋକାନ, ମାନେ ସେ ଛୁଆ ମାଇରିଆ ଧାମନଗରରେ ରୁହନ୍ତି, ସେ ଦୋକାନ, ତାଙ୍କ ଦୋକାନ ଦେଖନ୍ତୁ କେତେ ବଡ଼ ନନା କରିଛନ୍ତି, ବଡ଼ବାପା ହେରିକା ସବୁ। ଆଉ ସେଇଠୁ ପୁଅର କିଛି ଡ୍ରେସ୍ ଆଣିଲି, ସୁନ୍ଦରୀର ଡ୍ରେସ୍ ଆଣିଲି, ନେଇ ନୂଆକି ଆମେ ବୁଲିବାଲିକି ଆସିଲୁ। କାହିଁକିନା ରୋଷେଇବାସ ହେଉଥିଲା, ନନା କହିଲା ମାନେ ପୁଅର ବି ଟିକେ ଡେଲି ୟୁଜ୍ ଡ୍ରେସ୍, ଘର ପିନ୍ଧା ଡ୍ରେସ୍ ଟିକେ ଆଣିଲି, ଶୀତ ଦିନିଆ ଟିକେ ଲମ୍ବା ଲମ୍ବା ନେଇ ନୂଆକି ଆସିଲି। ଆସିଲା ପରେ ଦେଖନ୍ତୁ ଏଠି ଦେଖନ୍ତୁ ରାତିରେ ଖାଇବା ପାଇଁ ଆମର ସବୁ ଦଳାଦଳି ଆଇଟମ୍ ବନା ହେଇଗଲା। ଆଉ ରାତିରେ ଖାଇବୁ ବୋଲି ଦଳାଦଳି କରିବା ପାଇଁ ମୁଁ ଏଠି ତାର ଦାୟିତ୍ୱ ନେଇଛି। ଏଠି ସମସ୍ତଙ୍କ ପାଇଁ କରୁଛି ଖାଇବା ପାଇଁ। ଏଟା ହେଉଛି 12 ଦିନର ଭିଡ଼ିଓ। ଦେଖନ୍ତୁ ଏଇଟା 12 ଦିନ ଛୁଆ ମା ଫଟୋ ଆସିକି ସଜାସଜି ହେଲାଣି। ଆଉ ବୈଠକି କୀର୍ତ୍ତନ ହୁଏ, କୀର୍ତ୍ତନ ହେବ, ଆଉ ସଜାସଜି କରାହେଉଛି। ଆଉ ଏଠି ଦେଖନ୍ତୁ ଛୁଆ ମାର ଫଟୋ ଆସିକି ରହିସାରିଲାଣି। ବିଶ୍ୱାସ କରିବେନି, ଫଟୋ ଆସିଲା ପରେ ଆମେ ସମସ୍ତେ ଦେଖିକି ସମସ୍ତେ ପୁରା ମାନେ କାନ୍ଦିକି, ଆଉ ଅବସ୍ଥାରେ କେହି ନଥିଲେ। ତଥାପି ଆମେ ଏବେ ଦେଖନ୍ତୁ ସମସ୍ତେ ଯାଉଛୁ ଛୁଆ ମା'କୁ ପୁଷ୍ପାଞ୍ଜଳି ଦେଇତେ। ଆଉ ସମସ୍ତେ ଶାଢ଼ୀ ପିନ୍ଧିଛନ୍ତି। ଆପଣମାନେ ଭାବିବେ କି ମୁଁ ଶାଢ଼ୀ ପିନ୍ଧିନି, କାହିଁକିନା ମୁଁ ପଳେଇ ଆସିବି ବୋଲି ଘରକୁ, ସମସ୍ତେ ମନା କଲେ କି ଶାଢ଼ୀ ପିନ୍ଧିବୁ, ପୁଣି ତାପରେ ଚେଞ୍ଜ କରିବୁ, ଆଉ ଗଲାବେଳକୁ ବହୁତ ଲେଟ୍ ହେଇଯିବ। ସେଥିପାଇଁ ମୁଁ ମୋର ହେଉଛି ଆଉ ଶାଢ଼ୀ ଫାଢ଼ୀ ପିନ୍ଧିଲେନି, ଆମେ ପଳେଇବୁ ବୋଲି। ପୁଅର ମୋର ଜଲ୍ଦି ଯିବାର ଅଛି, ଆଉ ସେଥିପାଇଁ। ଆଉ ବୈଠକି ଏଠି କୀର୍ତ୍ତନ ହେବ, ସମସ୍ତେ ଦେଉଛନ୍ତି। ଆଉ ସମସ୍ତେ ବହୁତ ମାନେ କାନ୍ଦୁଛନ୍ତି, ମାନେ ଲାଗୁନଥିଲା ଯେମିତି ଛୁଆ ମା ଫଟୋଟା ଆଗରେ ରହିଗଲା ନା, ସେଠି ମାନେ କୁହନ୍ତିନି ନା ଗୋଟେ କେମିତି ଲାଗେ, ମାନେ ଏତେ ଦୁଃଖ ଲାଗୁଥିଲା। ଆଉ ମାନେ ଯେଉଁ 12 ପିଣ୍ଡ ପଡ଼େ, ଆମ ଟୁକୁନାନା 12 ପିଣ୍ଡ ପକାଇ ପାରୁନଥିଲା, ଏତେ ଜୋର କାନ୍ଦୁଥିଲା ଯେ ମାନେ ସିଏ ଯେତେବେଳେ କର୍ମ କରୁଥାଏ ନା, କିଛି କିଛି କର୍ମ, ଏତେ କାନ୍ଦୁଥାଏ ସେତେବେଳେ ଆମେ କେହି ଧୈର୍ଯ୍ୟ ଧରିପାରୁନା। ତାକୁ କ'ଣ ବୁଝେଇବୁ, ଆମେ ତ ନିଜେ ବି ଧୈର୍ଯ୍ୟ ଧରିପାରୁନା। ତଥାପି ଆଉ ଧୈର୍ଯ୍ୟ ଧରିକି ତାକୁ ଆମେ ସବୁ ବୁଝାଉଥାଉ। ଆଉ ଏଠି କିନ୍ତୁ ସମସ୍ତେ ବହୁତ ମନ ଦୁଃଖ କରୁଥିଲେ, ସମସ୍ତେ କାନ୍ଦୁଥିଲେ, ଆଉ ଭଲ ବି ଲାଗୁନଥିଲା। ତଥାପି ହେଉଛି ଆଉ ମନକୁ ବୁଝିଦେଲୁ। ତାପରେ ବୋଉ ଏଠି ଆଣିକି ବଡ଼ ଦୀପ ଘିଅ ଦେଲା ଦୀପ ବସିବା ପାଇଁ। ଛୋଟ ଦୀପଟା ବସିଥିଲା, କେତେଥର କିଏ ଆସିକି ଦେଖିବ, ତ ମୂଳରୁ ଶେଷ ଦୀପ ଜଳିବ, ସେଥିପାଇଁ ଆଉ ଦୀପ ଆଣିକି ବସାଉଥାନ୍ତି। ଆଉ ମିଲି ଭାଉଜ ମେନ୍ କଥା ହେଲା ଏତେ କାନ୍ଦୁଥାଏ, ଏତେ ମାନେ ମୁଁ ସଂସାରରେ ବୋହୂ ଦେଖିଛି, ବୋହୂ ଶାଶୁ ମାନେ ସମ୍ପର୍କ ଦେଖିଛି, ଆଉ ଏମିତି ଭଲ ସମ୍ପର୍କ ଦେଖିନି। ସତ କହୁଛି, ମାନେ ଆମେ ଯେତିକି କାନ୍ଦୁଥିଲୁ, ମାନେ ଆମେ ତ ଧୈର୍ଯ୍ୟ ଧରୁନୁ, ମିଲି ଭାଉଜ ତାର ଆମର 100% ଅଧିକା କାନ୍ଦୁଥାଏ। ମାନେ ଏତେ ଟିକେ କଥାରେ ସେ ଖାଲି କାନ୍ଦି ପକାଉଥାଏ। ତ ଏଠି ଦୀପ ଫିପ ବସେଇ ଦେଇକି ସବୁ ପୂଜାପୂଜି ଆରମ୍ଭ ହେଇଗଲା, କୀର୍ତ୍ତନ ହେବ।
କରି ଶୋଇଲ ଚିର ନିଦ୍ରାରେ ଶୋଇ ରହୁନ। ବାବୁ ଟୁକୁନା ରାଜା ଧନ କଥା ମନେ ପଡୁନାହିଁ। ସବୁ ପାଶୋରି କିପରି ଶୋଇଗଲ ଚିନ୍ତା ହୋଇ। ବହୁ କାନ୍ଦନ୍ତି ତୁମର ସ୍ନେହ ମମତାକୁ ଭୁଲି। ନନା କାନ୍ଦୁଛନ୍ତି ପରା ବହୁରାଣୀ ସାଜି ଆସିଥିଲ ହୋଇ କୁଳବଧୂ। ସଭିଙ୍କୁ ବାଣ୍ଟୁଥିଲ ସ୍ନେହ ରୂପକ ମଧୁ। କଳ ଡେଙ୍ଗୁରା ବଜାଇ ଚାଲିଗଲ ଆମ୍ଭ ସମସ୍ତଙ୍କ କଥା ମନକୁ ପାଶୋରିଲ। ନେଉଟି ଥାଅ ନାନୀ ଭଲରେ ରୁହ। ସମସ୍ୟା ସଦା ଭୁଲିବାର ନୁହଁ। କହୁଥିଲେ କ୍ଷମା କରିବେ। ଜୟ ଜଗନ୍ନାଥ। ତାପରେ ଆମେ ଘରକୁ ଆସିବୁ ବୋଲି ବାହାରି ଗଲୁ। 3 ଦିନ ହେଲା ମୋ ବ୍ଲଗ୍ ଏଇଟା ପକେଇ ବୋଲି ପକାଉନଥିଲି, କାହିଁକିନା ମୋର ସାହସ ହେଉନଥିଲା ସେ ଭିଡ଼ିଓ ଗୁଡ଼ା ଦେଖିକି ଏଡ଼ିଟ୍ କରିବା ପାଇଁ। ହେଲେ ବି ପକେଇଲି, କାହିଁକିନା ଏଇଟା ଆମ ଛୁଆମାର ଶେଷ ସ୍ମୃତି। ସେଇଥିପାଇଁ ମୁଁ ରଖିଛି, କାହିଁକିନା ଭିଡ଼ିଓ କ୍ୟାମେରା ବି ହେଇଛି ତା'ର ରହିବା ପାଇଁ। ସେଇଥିପାଇଁ ମୁଁ ସେଇଟାକୁ ଭିଡ଼ିଓ କରିକି ରଖିଲି କି ସବୁବେଳେ ମନେ ପଡ଼ିଲେ ଛୁଆଙ୍କ କଥା ଏ ଭିଡ଼ିଓଟାକୁ ଦେଖିକି ଆମ ମନ ଶାନ୍ତି କରିଦେବୁ। ଆଉ ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓ ଭଲ ଲାଗିଥିବ। ଭଲ ଲାଗିଥିଲେ ଲାଇକ୍, ସେୟାର, କମେଣ୍ଟ, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ରହୁଛି। ଜୟ ଜଗନ୍ନାଥ, ଜୟ ଶିବ ଶମ୍ଭୁ।